ଆଜ୍ଞା ନମସ୍କାର। ଆପଣ ଯେବେ ଗାଡ଼ିରେ ଲକ୍ କରୁଛନ୍ତି ରିମୋଟ୍ରେ ଲକ୍ କରିଦେଲେ ଅନଲକ୍ କରିଦେଲେ ଅନଲକ୍ ହେଇଗଲା। ଆପଣ ଯେବେ ଲକ୍ କରିକି ବାଇଚାନ୍ସ ଘରୁ ପଳେଇଲେ, ଧର ଆପଣଙ୍କ ଘରେ କିଛି ଛୋଟ ଛୁଆ ଅଛି, ସିଏ ପୁଣି ଅନଲକ୍ କରିଦେଲା, ଯେ ଆପଣ ଭାବୁଥିବେ ଗାଡ଼ିଟା ତ ଅନଲକ୍ ହେଇଗଲା, ଗାଡ଼ି ଚୋରି ହେଇଯାଇପାରେ, କିନ୍ତୁ ନା। ଦେଖନ୍ତୁ ଅଟୋମେଟିକ୍ ସେ ଗାଡ଼ି ଦେଖନ୍ତୁ ଲକ୍ ହେଇଯିବ। ଆପଣ ଧର ଅନଲକ୍ କଲେ ନା, ଦେଖନ୍ତୁ କିଛି ସେକେଣ୍ଡ ପରେ ମନ ଲକ୍ ହେଇଯିବ। ଦେଖନ୍ତୁ ଚାବି ଦେଖନ୍ତୁ ସେଠି ଲକ୍ସି। ଦେଖିଲେ ଲକ୍ ହେଇଗଲା। ସିଷ୍ଟମ୍ ଫିଚର୍ ଦେଇଛି, ଆପଣ ଧର ଗାଡ଼ିରେ ଲକ୍ କରିକି ପଳେଇଲେ, ପୁଣି ଅନଲକ୍ କରିଦେଲେ, ସେ ଅଟୋମେଟିକ୍ ଲକ୍ ହେଇଯିବ। ଯେଉଁ ପର୍ଯ୍ୟନ୍ତ ଆପଣ ଡୋର୍ ଖୋଲିନାହାନ୍ତି, ରାଇଟ୍ ସାଇଡ଼୍ ଡୋର୍ ଖୋଲିନାହାନ୍ତି, କି ଯେଉଁ ବି ଡୋର୍ ଖୋଲିନାହାନ୍ତି। ଯଦି ଡୋର୍ ଖୋଲିଦେବେ ତାହେଲେ ସେ କାମ କରିବ ନାହିଁ। ଆପଣ ଧର ଆପଣ ଦେଖୁଛି, ଆପଣ ଏବେ ଗାଡ଼ି ତ ଅନଲକ୍ ଅଛି। ଏବେ ମୁଁ ଅନଲକ୍ କରିଦେଲି, କୁହନ୍ତୁ ଏବେ ଅନଲକ୍ ଅଛି, ଏବେ ଲକ୍ ଅଛି, ଏଇଟା ଅନଲକ୍ ହେଲା, ଅନଲକ୍ କରିଦେଲି। ଏବେ ମୁଁ ଅନଲକ୍ କରିଦେଲି, ଦେଖନ୍ତୁ ଚାବି ଏଇଠି ପାଖରେ ଅଛି, ଦେଖନ୍ତୁ ଅଟୋମେଟିକ୍ ଲକ୍ ହେଇଗଲା। ଏ ଫିଚର୍ଟା ପ୍ରାୟ ଗାଡ଼ିରେ ରହୁଛି। କାହିଁକିନା ଧର ଆପଣ ଲକ୍ କରି ପଳେଇଲେ, ଘର ପାଖରେ ଗାଡ଼ି ଅଛି, ଛୋଟ ପିଲାଟା ଅନଲକ୍ କରିଦେଲା, ଆଉ ସିଏ ଲକ୍ କରିନି, ଆପଣ ଭାବିବେ ଗାଡ଼ି ଅନଲକ୍ ହେଇ ଚୋରି ହେଇଯିବ ନା, କିଛି ସେକେଣ୍ଡ ପରେ ଅଟୋମେଟିକ୍ ଗାଡ଼ି ସେ ଲକ୍ ହେଇଯିବ। ଥରେ ଲକ୍ ହେଇଛି ମାନେ ଯେଉଁ ପର୍ଯ୍ୟନ୍ତ ଡୋର୍ ଖୋଲା ହେଇନାହିଁ, ସେ ତା'ର ଡିଆକ୍ଟିଭ୍ ହେବ ନାହିଁ। ଯଦି ଡୋର୍ ଖୋଲା ହେଇନି ମାନେ ଆକ୍ଟିଭ୍ ଅଛି। ଯଦି ଡୋର୍ ଖୋଲିଦେବେ ଆଉ ସିଏ ଲକ୍ ହେବ ନାହିଁ, ଆପଣ ପୁଣି ଥରେ ରିମୋଟ୍ରେ ହିଁ ଲକ୍ କରିବାକୁ ପଡ଼ିବ। ଆପଣ ଯେବେ ବି ଏ ଟାଇପ୍ରେ ହେବ ଟେନସନ୍ ନେବେନି। ଯଦି ଗାଡ଼ି ଲକ୍ ଅଛି, ରିମୋଟ୍ ପୁଣି ଅନଲକ୍ ହେଇଯାଇଛି, ସେ ଅଟୋମେଟିକ୍ ଲକ୍ ହେଇଯିବ ଯେଉଁ ପର୍ଯ୍ୟନ୍ତ ଡୋର୍ ଖୋଲା ହେଇନି।